ଆଜିର ପ୍ରଥମ ପ୍ରଶ୍ନ ହେଉଛି କେଉଁ ଶାଗ ଖାଇଲେ ଅଧିକ ଭୋକ ଲାଗିଥାଏ? ଅପସନ୍ ଏ କଲରା ଶାଗ, ଅପସନ୍ ବି ମେଥି ଶାଗ, ଅପସନ୍ ସି ସଜନା ଶାଗ, ଅପସନ୍ ଡି ପାଳଙ୍ଗ ଶାଗ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମେଥି ଶାଗ। ମେଥି ଶାଗ ଖାଇଲେ ଅଧିକ ଭୋକ ଲାଗିଥାଏ। ପରବର୍ତ୍ତୀ ପ୍ରଶ୍ନ, ଅମୃତଭଣ୍ଡା ସହିତ କ'ଣ ଖାଇଲେ ଦିମାଗ ତେଜ ହୋଇଥାଏ? ଅପସନ୍ ଏ ମହୁ, ଅପସନ୍ ବି କ୍ଷୀର, ଅପସନ୍ ସି ଦହି, ଅପସନ୍ ଡି ଲେମ୍ବୁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଦହି। ଅମୃତଭଣ୍ଡା ସହିତ ଦହି ଖାଇଲେ ଦିମାଗ ତେଜ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଅଧିକ ସମୟ ବସି ରହିଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ହାର୍ଟ ଆଟାକ୍, ଅପସନ୍ ବି ବ୍ଲଡ଼ ପ୍ରେସର, ଅପସନ୍ ସି ଡାଇବେଟିସ୍, ଅପସନ୍ ଡି କ୍ୟାନ୍ସର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବ୍ଲଡ଼ ପ୍ରେସର। ଅଧିକ ସମୟ ବସି ରହିଲେ ବ୍ଲଡ଼ ପ୍ରେସର ରୋଗ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ କଖାରୁ, ଅପସନ୍ ବି ବାଇଗଣ, ଅପସନ୍ ସି ମୂଳା, ଅପସନ୍ ଡି ବିଟ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବିଟ୍। ବିଟ୍ ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଫୁଲ ଖାଇବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ? ଅପସନ୍ ଏ ନିମ ଫୁଲ, ଅପସନ୍ ବି ସଜନା ଫୁଲ, ଅପସନ୍ ସି କଖାରୁ ଫୁଲ, ଅପସନ୍ ଡି ସୋରିଷ ଫୁଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କଖାରୁ ଫୁଲ। କଖାରୁ ଫୁଲ ଖାଇବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ପ୍ରଖର ହୋଇଥାଏ। ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ରଖନ୍ତୁ। ଜୟ ଜଗନ୍ନାଥ।